ଯେଉଁମାନେ ଆପଣା ଆପଣା ଶରୀରରେ ଅଧର୍ମ କଳ୍ପନା କରନ୍ତି ଓ କୁକର୍ମ ସ୍ଥିର କରନ୍ତି ସେମାନେ ସନ୍ତାପର ପାତ୍ର। ପ୍ରଭାତ ହେବା ମାତ୍ରେ ସେମାନେ ତାହା ସାଧନ କରନ୍ତି, କାରଣ ତାହା ସେମାନଙ୍କ ହସ୍ତର କ୍ଷମତାଧୀନ। ଆଉ ସେମାନେ କ୍ଷେତ୍ରକୁ ଲୋଭ କରନ୍ତି ଓ ବଳରେ ତାହା ଛଡ଼ାଇ ନିଅନ୍ତି, ଆଉ ଗୃହକୁ ଲୋଭ କରି ତାହା ହରଣ କରି ନିଅନ୍ତି। ଆଉ ସେମାନେ ପୁରୁଷ ତାହାର ଗୃହ ପ୍ରତି, ମନୁଷ୍ୟ ତାହାର ପୈତୃକ ଅଧିକାର ପ୍ରତି ଦୌରାତ୍ମ୍ୟ କରନ୍ତି। ଏହେତୁ ସଦାପ୍ରଭୁ ଏହି କଥା କହନ୍ତି, ଦେଖ ଆମ୍ଭେ ଏହି ଗୋଷ୍ଠୀ ବିରୁଦ୍ଧରେ ଅମଙ୍ଗଳର କଳ୍ପନା କରୁଅଛୁ। ତହିଁରେ ତୁମେମାନେ ଆପଣା ଆପଣା ବେକ କାଢ଼ି ନେବାକୁ କିଏ ବା ଗର୍ବ କରି ଚାଲିବାକୁ ପାରିବ ନାହିଁ, କାରଣ ତାହା ଦୁଃସମୟ ଅଟେ। ସେହିଦିନ ଲୋକମାନେ ତୁମ୍ଭ ବିରୁଦ୍ଧରେ ଗୋଟିଏ ପ୍ରବାଦ ଧରି ଅତିଶୟ ବିଳାପ କରିବେ, ଆଉ କହିବେ ଆମମାନଙ୍କର ସର୍ବନାଶ ହେଲା। ସେ ଆମ୍ଭ ଲୋକମାନଙ୍କର ଅଧିକାର ହସ୍ତାନ୍ତର କରନ୍ତି, ସେ କିପରି ଆମମାନଙ୍କଠାରୁ ତାହା ଦୂର କରନ୍ତି। ସେ ଆମମାନଙ୍କର କ୍ଷେତ୍ର ବିଭାଗ କରି ବିଦ୍ରୋହୀମାନଙ୍କୁ ଦିଅନ୍ତି। ଏଥିପାଇଁ ଗୁଲିବାଣ୍ଟ ଦ୍ୱାରା ପରିମାପକ ରଜ୍ଜୁ ପକାଇବା ପାଇଁ ସଦାପ୍ରଭୁଙ୍କ ସମାଜରେ ତୁମ୍ଭର କେହି ନଥିବ। ତୁମେମାନେ ବାକ୍ୟ ପ୍ରଚାର ନ କର। ସେମାନେ ଏପରି ପ୍ରଚାର କରନ୍ତି, ସେମାନଙ୍କ ନିକଟରେ ସେମାନେ ଭବିଷ୍ୟତ ବାକ୍ୟ ପ୍ରଚାର କରିବେ ନାହିଁ, ଅପମାନ ଘୁଞ୍ଚିବ ନାହିଁ। ହେ ଯାକୋବ ବଂଶ, ସଦାପ୍ରଭୁଙ୍କର ଆତ୍ମା କି ସଂକୁଚିତ ହୋଇଅଛି? ଏହିସବୁ କି ତାହାଙ୍କର କର୍ମ? କି ଏହା କୁହାଯିବ, ଯେଉଁ ଜନ ସରଳ ଆଚରଣ କରେ ଆମ୍ଭର ବାକ୍ୟ ସକଳ କି ତାହାର ମଙ୍ଗଳ ନ କରେ? ମାତ୍ର ଅଳ୍ପ କାଳ ହେଲା ଆମ୍ଭର ଲୋକମାନେ ଶତ୍ରୁ ତୁଲ୍ୟ ହୋଇ ଉଠିଅଛନ୍ତି, ଯୁଦ୍ଧରେ ବିମୁଖ ଲୋକମାନଙ୍କ ତୁଲ୍ୟ। ନିଶ୍ଚିନ୍ତ ପଥିକମାନଙ୍କ ଗାତ୍ରୀୟ ବସ୍ତୁରୁ ତୁମେମାନେ ଉତ୍ତରୀୟ ବସ୍ତ୍ର ଛଡ଼ାଇ ନେଉଛ। ଆମ ଲୋକମାନଙ୍କର ନାରୀଗଣକୁ ସେମାନଙ୍କର ସୁଖଜନକ ଗୃହରୁ ତୁମେମାନେ ଦୂର କରି ଦେଉଅଛ। ସେମାନଙ୍କର ସନ୍ତାନଗଣଠାରୁ ତୁମେମାନେ ଆମ୍ଭର ଗୌରବ ଚିରକାଳର ନିମନ୍ତେ ହରଣ କରି ନେଉଅଛ। ତୁମେମାନେ ଉଠ ଓ ପ୍ରସ୍ଥାନ କର, କାରଣ ଏ ତୁମମାନଙ୍କର ବିଶ୍ରାମ ସ୍ଥାନ ନୁହେଁ। ଯେହେତୁ ଅସୁଚିତା ବିନାଶ ଅର୍ଥାତ୍ ଭୟାନକ ବିନାଶ କରୁଅଛି। ଯେବେ କୌଣସି ଲୋକ ବାୟୁ ଓ ମିଥ୍ୟା କଥାର ଅନୁଗାମୀ ହୋଇ ମିଥ୍ୟାରେ କହେ, ଆମେ ଦ୍ରାକ୍ଷାରସ ଓ ସୁରା ବିଷୟକ ଭବିଷ୍ୟତ ବାକ୍ୟ ତୁମମାନଙ୍କ ନିକଟରେ ପ୍ରଚାର କରିବା, ତେବେ ସେ ତ ଏହି ଲୋକମାନଙ୍କର ଭବିଷ୍ୟତ ବକ୍ତା ହେବ। ହେ ଯାକୋବ, ଆମେ ଅବଶ୍ୟ ତୁମ୍ଭର ଯାବତୀୟ ଲୋକଙ୍କୁ ଏକତ୍ର କରିବା। ଆମେ ଅବଶ୍ୟ ଇସ୍ରାଏଲର ଅବଶିଷ୍ଟାଂଶକୁ ସଂଗ୍ରହ କରିବା। ଆମେ ସେମାନଙ୍କୁ ବସ୍ରାର ମେଷଗଣ ତୁଲ୍ୟ ଏକତ୍ର କରିବା। ନିଜ ଚରାଣୀ ସ୍ଥାନ ମଧ୍ୟରେ ଯେପରି ମେଷପଲ, ସେପରି ମନୁଷ୍ୟ ବାହୁଲ୍ୟ ହେତୁରୁ ସେମାନେ ମହାଶବ୍ଦ କରିବେ। ଭଗ୍ନକାରୀ ସେମାନଙ୍କର ଅଗ୍ରଗାମୀ ହୋଇଅଛନ୍ତି। ସେମାନେ ବେଢ଼ା ଭାଙ୍ଗି ଦ୍ୱାର ପର୍ଯ୍ୟନ୍ତ ଯାଇଅଛନ୍ତି ଓ ସେହି ଦ୍ୱାର ଦେଇ ବାହାରି ଯାଇଅଛନ୍ତି। ବୋଲି ସେମାନଙ୍କର ରାଜା ସେମାନଙ୍କର ଆଗେ ଆଗେ ଯାଇଅଛନ୍ତି ଓ ସଦାପ୍ରଭୁ ସେମାନଙ୍କର ଅଗ୍ରଗାମୀ ଅଛନ୍ତି।